ନମସ୍କାର ଦର୍ଶକ ବନ୍ଧୁ। ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜଙ୍କୁ କେତେ ଟଙ୍କା ମିଳେ? ଶ୍ରୀମନ୍ଦିରରୁ କେତେ କ'ଣ ପାଆନ୍ତି ଗଜପତି ମହାରାଜ? ଚାଲନ୍ତୁ ଜାଣିବା ଏହାର ରହସ୍ୟ ଆଜିର ଏହି ଭିଡ଼ିଓ ମାଧ୍ୟମରେ। ଜଗତର ନାଥ ଜଗନ୍ନାଥ ଭକ୍ତ ବତ୍ସଳ। ପ୍ରଭୁଙ୍କର ଭକ୍ତ ମଧ୍ୟ ଅନେକ। ସମସ୍ତ ଭକ୍ତଙ୍କର ଚକାଡୋଳାର ସେବା କରିବାକୁ ମନ। କିନ୍ତୁ ଜଗନ୍ନାଥ ପ୍ରଥମ ସେବକ ଭାବେ ମାନ୍ୟତା ପାଇଛନ୍ତି ଗଜପତି ମହାରାଜ। ଗଜପତି ମହାରାଜ କାଳିଆର ପ୍ରଥମ ସେବକ ହୋଇଥାନ୍ତି। ତେବେ ଗଜପତି ମହାରାଜ କାଳିଆର ପ୍ରଥମ ସେବକ ହୋଇଥିଲେ ସେ କ'ଣ ପାଆନ୍ତି? କାରଣ କାଳିଆର ଛୋଟ ଛୋଟ ନିଷ୍ପତ୍ତି ମଧ୍ୟ ପ୍ରଥମେ ଗଜପତି ମହାରାଜଙ୍କୁ ପଚରାଯାଏ। କାଳିଆର ସମସ୍ତ କାର୍ଯ୍ୟରେ ପ୍ରଥମେ ମହାରାଜଙ୍କୁ ଖୋଜାଯାଏ। କାଳିଆର ପ୍ରତ୍ୟେକଟି ଭୋଗରେ ଗଜପତି ମହାରାଜଙ୍କର ମଧ୍ୟ ଅଧିକାର ଥାଏ। ଶ୍ରୀମନ୍ଦିର ପକ୍ଷରୁ ଗଜପତି ମହାରାଜଙ୍କୁ କେତେ ଟଙ୍କା ଦିଆଯାଏ? ଗଜପତି ମହାରାଜ ଶ୍ରୀମନ୍ଦିର କମିଟିର ସ୍ଥାୟୀ ବାସିନ୍ଦା। ତେଣୁ ସେ ମାସିକ ଭତ୍ତା ସାଙ୍ଗକୁ ଅନ୍ୟ ସୁବିଧା ମଧ୍ୟ ପାଆନ୍ତି। ସୂଚନା ଆଇନ ଅନୁସାରେ ଗଜପତି ମହାରାଜଙ୍କୁ ମାସିକ 30,000 ଟଙ୍କା ଭତ୍ତା ମିଳେ। ମାନେ ବର୍ଷକୁ 3,60,000 ଭତ୍ତା ପାଆନ୍ତି ଗଜପତି ମହାରାଜ। ଅନ୍ୟପଟୁ ଶ୍ରୀମନ୍ଦିର କୋଠଭୋଗ ଗୋଦାମରୁ ଦ୍ରବ୍ୟ ଆକାରରେ ଚୂନା ମିଳେ 7 କେଜି 350 ଗ୍ରାମ। ଗଜପତି ମହାରାଜ ପ୍ରତିଦିନ ପାଆନ୍ତି। ମାନେ ବର୍ଷକୁ 2,600 କେଜି ଚୂନା ଗଜପତି ମହାରାଜଙ୍କୁ ଦିଆଯାଏ। 10 ବର୍ଷରେ 26,849 କେଜି ଚାଉଳ ଚୂନା ଗଜପତି ମହାରାଜ ପାଇଥାନ୍ତି। ପ୍ରଭୁ ଜଗନ୍ନାଥଙ୍କର ଦୈନନ୍ଦିନ ନୀତି ପାଇଁ ମଧ୍ୟ ଗଜପତିଙ୍କୁ କିଛି ମିଳିଥାଏ। ଯେମିତିକି ସକାଳ ଧୂପରେ 14ଟି ଏଣ୍ଡୁରି, ବଡ଼ ଗାଈ 3ଟି, ପାକଡୁଆ ଝିଲ୍ଲୀ 4ଟି, ଅଦା ପାଚେଲି 3 କୋଡୁଆ, ଖେଚୋଡ଼ି 3 କୋଡୁଆ, କାନିକା, ମେଣ୍ଢା ମୁଣ୍ଡିଆ, ଭଜା ଶାଗ ଆଦି ମିଳେ। ସେହିପରି ମଧ୍ୟାହ୍ନ ଧୂପରେ ପୁରୀ ପିଠା, ମାଛ ପୁରୀ, ବଡ଼ ଆମ୍ବୁଲ, ପଖାଳ ମୁଗ, ମିରିଚି ପାଣି, କ୍ଷୀରି, ପଣା ଆଦି ମିଳିଥାଏ। ସନ୍ଧ୍ୟା ଧୂପରେ କାକରା, ଫେଣି, ପଖାଳ ଆଦି ମିଳେ। ଲକ୍ଷ୍ମୀଙ୍କ ଭୋଗରୁ ବଡ଼ କାକେରା, ଖଳି ରୁଟି, ସୁଜି, ଗଜା ଆଦି ମଧ୍ୟ ମିଳେ। ବଡ଼ ସଂଘାର ବେଶରୁ କଦଳୀ ପୋଡ଼ା, ଦକ୍ଷିଣ ଘର ଭୋଗରୁ ମଝାଲ କାକେରା, ପହସିକିଆ ମଝାଲ ଭୋଗ ମିଳିଥାଏ। ତେବେ ଦର୍ଶକ ବନ୍ଧୁ, ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥାଏ ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବା ପାଇଁ ଜମାରୁ ବି ଭୁଲିବେନି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଯଦି ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଏହି ବିଷୟରେ ଆପଣମାନେ ଆଗରୁ ଜାଣିଛନ୍ତି ତେବେ ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଦେବା ପାଇଁ ଜମାରୁ ବି ଭୁଲିବେନି। ରହୁଛି ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଏକ ସୁନ୍ଦର ଭିଡ଼ିଓ ସହିତ ଆଗାମୀ ଦିନମାନଙ୍କରେ। ଜୟ ଜଗନ୍ନାଥ।